ବର୍ଷରେ 70 କୋଟି ଟଙ୍କା ଫଣ୍ଡ ଆସୁନି, 70 କୋଟି ଟଙ୍କା ଫଣ୍ଡ ଆସୁନି। ବହୁତ ପାରଙ୍ଗମ ଲୋକଙ୍କର ସେବା କରିବା ସହିତ ଅଞ୍ଚଳ ଡେଭଲପମେଣ୍ଟ କାମରେ ଧ୍ୟାନ ଦେଇ ଲୋକଙ୍କୁ ଖୁସି ଆନନ୍ଦ ବାନ୍ଧିକି ରଖୁଛନ୍ତି। ତାକୁ ଧନ୍ୟବାଦ ଦେଇପରି ଏହିପରି କାର୍ଯ୍ୟ କରି ଆମେ ଆଗକୁ ବଢ଼ିବା। ବାକି ମୁଁ ଆହୁରି 2ଟି ପ୍ରୋଗ୍ରାମ ଅଛି, କ୍ଷମା କରିବେ। ମୁଁ এই ପ୍ରୋଗ୍ରାମ ପାଇଁ ଆଜି ଭୁବନେଶ୍ୱର ଆସିଥିଲି। 3ଟା ପ୍ରୋଗ୍ରାମ ସାରି ମୁଁ ଆଉ ଥରେ କାଲିକି ଆଜି ରାତିରେ ଗଞ୍ଜାମ ଫେରିଯିବି। ଧନ୍ୟବାଦ ସମସ୍ତଙ୍କୁ। ଏହିପରି କାର୍ଯ୍ୟ ଖୁସି ଆନନ୍ଦରେ ପାଳନ କରନ୍ତୁ। ଏହିପରି ଯେଉଁ ରଜ ମହୋତ୍ସବଟି ଯେଉଁ ଆମ ଅଞ୍ଚଳରେ ଗାଁ ବାଁ ଜାଗାରେ ହୁଏ, ଏହିପରି ପ୍ରୋଗ୍ରାମଟିକୁ ମୁଁ ଆସନ୍ତା ବର୍ଷକୁ କରିବା ପାଇଁ ଚେଷ୍ଟା କରିବି। ଆମ ରାଜ୍ୟର ଗୋଟେ ଭଲ ସବୁ ଜାଗାରେ ଯେମିତି ଏମିତି ପାଳନ କରିବେ ତା ପାଇଁ ଚେଷ୍ଟା ମଧ୍ୟ କରିବା। ଧନ୍ୟବାଦ, ନମସ୍କାର ସମସ୍ତଙ୍କୁ। ବାକି ଆମର ମ୍ୟାଡ଼ମଙ୍କର କଥା ମୁଁ କହିବାକୁ ଚାହେଁ। 2014 ନିର୍ବାଚନରେ ଆମେ ଯାଇଥିଲୁ ଜଗତସିଂହପୁର ନିର୍ବାଚନ ପ୍ରଚାର କରିବା ପାଇଁ, ମୋର ବଡ଼ ଭାଇ ଚିରଞ୍ଜୀବ ଭାଇଙ୍କ ପାଇଁ। ତ ସେ ସମୟରେ ପ୍ରଚାର ସମୟରେ ଗୋଟେ ଗାଁରେ ଗୋଟେ ଦୁଷ୍ଟାମୀ ଗୋଟେ ଛୋଟିଆ ଗୁଣ୍ଡାଟି ଥିଲା। ଆମେ ଜାଣିନୁ, ଆମେ ପ୍ରଚାର କରି ସମୟରେ ସେଦିନ ସେ ଗାଁ ଭିତରେ ଆମେ ପଶିଯାଇଛୁ, ଏପଟେ ରୋଡ୍ ଥିବ ବୋଲି। ସେ ପିଲାଟି ଭାବିଲା ସେ ବାରିପଟରୁ ଡେଇଁକି ଦୌଡ଼ିଛି, ଆମ ପାଟେ ଆମେ ରୋଡ୍ ନାହିଁ ବୋଲି ଆଉ ଥରେ ରିଟର୍ନ ପଳେଇ ଆସିଛୁ। ଯେଉଁ ସେ ଗାଁରେ ଭୟଭୀତ କରୁଥିଲା, ସେ ଗାଁରେ ଆମର କିଛି ଲୋକ ଥିଲେ, ସେମାନେ ତୁରନ୍ତ ଆଉ ଥରେ ଆମର ଅଫିସ ଆସି କହିଲେ ଯେ ଏ ପ୍ରକାର ପରିସ୍ଥିତି ଅଛି। ଆମେ ହସି ହସି ଆମର ପେଟ ଫାଟି ଯାଇଛି। ଏମିତି ଯେ ଯାହା କରିବ ସମାଜ ପାଇଁ, ଦୁନିଆ ପାଇଁ ସତ୍ସାହସରେ କର, ସାମ୍ନା କର, ତ ନିଶ୍ଚୟ ଆଗକୁ ବଢ଼ିବା ପାଇଁ ସୁଯୋଗ ମିଳିବ, ସମାଜରେ ଗୋଟେ ଭଲ ବାର୍ତ୍ତା ଯିବ। ସେତିକି। ଏହା ଉପରେ ମୁଁ ଆଉ ସେ ଅଞ୍ଚଳ ଯାଇନି। ଭାଇଙ୍କ ସାଙ୍ଗରେ ଦେଖା ସାକ୍ଷାତ ଅନେକ ଥର ହେଇଛି, ଆଉ ଥରେ ମଝିରେ କେତେବେଳେ ଯାଇ ଦେଖା ସାକ୍ଷାତ। ଆଜ୍ଞା, ରଞ୍ଜି ଭାଇଙ୍କ ପାଇଁ ମଧ୍ୟ ମୋତେ 2019 ଇଲେକ୍ସନରେ ମୋ ପ୍ରଚାରରେ ଯାଇଥିଲି। ରାଜ୍ୟସଭାରେ ମୁଁ ତାଙ୍କୁ ଏମିତି ଗୋଟେ ଜିନିଷ ସାହାଯ୍ୟ କଲି, ସିଏ ମୋତେ ଜୀବନ ଥିଲା ଯାକ କେବେ ଭୁଲିବେନି। ତାର ଶିକାର ହେଇଛି ପରବର୍ତ୍ତୀ